ପରୀର ଏକ ସୁନ୍ଦର ଦୁନିଆ। ସମୁଦ୍ର କୂଳରେ ଗୋଟେ ଗାଁଟେ ଥିଲା। ସେଠି ଚିକି ନାମର ଗୋଟେ ଝିଅଟେ ରହୁଥିଲା। ପ୍ରତିଦିନ ସମୁଦ୍ର କୂଳରେ ବସି ଲହଡ଼ିର ଶବ୍ଦ ଶୁଣି ଆନନ୍ଦ ଉତ୍ସାହିତ ହେଉଥିଲା। ସବୁବେଳେ ଲାଗୁଥିଲା ଯେ ଏହି ସମୁଦ୍ର ଗଭୀର ଜଳ ଭିତରେ ଏକ ଅଲଗା ପ୍ରକାର ଦୁନିଆଟେ ଅଛି। ସେଦିନ ସେ ଯେତେବେଳେ ସମୁଦ୍ର କୂଳରେ ବସିଥିଲା, ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଦେଖିଲା ଯେ ସମୁଦ୍ର ଭିତରୁ ଗୋଟିଏ ସୁନ୍ଦର ଜଳପରୀଟେ ବାହାରିଲା। ତାର ନାମ ରାଣୀ ଥିଲା। ତାର ଚମକୁଥିବା ଆଖି ଚିକିକୁ ମୋହିତ କଲା ଏବଂ ଚିକିର ମନର ଡର ଦୂର ହୋଇଗଲା। ଚିକି ରାଣୀକୁ ଦେଖୁଥିଲା। ଚିକି ହସିଦେଇ କହିଲା, ଭୟ କରିବାର ଦରକାର ନାହିଁ, ମୁଁ ତୁମ ସହିତ ସାଙ୍ଗ ହେବା ପାଇଁ ଆସିଛି। ଚିକି ପଚାରିଲା, ତୁମେ କିଏ? ତୁମେ କେମିତି ମୋ ନାଁ ଜାଣିଲ ଯେ ଚିକି ବୋଲି? ରାଣୀ ହସି ଉତ୍ତର ଦେଲା ଯେ, ମୁଁ ସମୁଦ୍ରର ରାଣୀ ଓ ପୂରା ସମୁଦ୍ର ମୋତେ ଜାଣିଛି। ତୁମକୁ ଏହି ସମୁଦ୍ର କୂଳରେ ବସିଥିବାର ବହୁତ ଥର ଦେଖିଛି। ତୁମକୁ ଜାଣିଛି। ମୋର ମନରେ ଏହି ଗଭୀର ସମୁଦ୍ର ଜଗତ ବିଷୟରେ ଜାଣିବା ପାଇଁ ମନରେ ବହୁତ ଇଚ୍ଛା ଅଛି। କହିଲା, ମୋତେ ଏହି ସମୁଦ୍ର ତଳର ଅଦ୍ଭୁତ ଦୁନିଆକୁ ଦେଖିବା ପାଇଁ ମନରେ ବହୁତ ଇଚ୍ଛା ଅଛି। ଏହା କ'ଣ ସମ୍ଭବ ହୋଇପାରିବ? ରାଣୀ ଚିକିର ହାତ ଧରି କହିଲା, ଯଦି ତୁମେ ମୋତେ ଭରସା କର, ତାହେଲେ ମୁଁ ତୁମକୁ ମୋର ଗୁପ୍ତ ଦୁନିଆକୁ ନେଇଯିବି। କିନ୍ତୁ ଏହା ଏକ ରହସ୍ୟ। ଏହା କେବଳ ଭଲ ମିତ୍ରମାନେ ହିଁ ଦେଖିପାରିବେ। ଚିକି ମନରେ ଭୟ ନ କରି ସାହସ କରି ପ୍ରଶ୍ନ ପଚାରିଲା, ମୁଁ କେମିତି ଜାଣିବି ଯେ ମୁଁ ତୁମ ସହିତ ଗଲେ ସୁରକ୍ଷିତ ରହିବି ବୋଲି? ରାଣୀ କହିଲା, ତୁମେ ଯେତେବେଳେ ମୋ ସାଙ୍ଗରେ ଜଳ ଭିତରକୁ ଯିବ, ମୁଁ ସର୍ବଦା ତୁମ ସାଙ୍ଗରେ ହିଁ ରହିବି। ଯଦି ଡର ଲାଗିବ, ତୁମେ ମୋ ହାତ ଧରିଦେବ, ମୁଁ ତୁମକୁ ଜଳ ଉପରେ ଆଣି ଛାଡ଼ିଦେବି। କେବଳ ତୁମେ ମୋ ଉପରେ ଭରସା ରଖ। ଚିକି ମନରେ ସାହସ କରି ରାଣୀ ସହିତ ଜଳ ଭିତରକୁ ଯିବାକୁ ଲାଗିଲା। ସମୁଦ୍ର ଭିତରେ ଯାଇକି ଦେଖେ ତ ସମୁଦ୍ର ଭିତରେ ଗୋଟେ ଅଲଗା ଦୁନିଆଟେ ଥିଲା। ରଙ୍ଗୀନ ମାଛ, ଚାନ୍ଦିନୀ ପରି ଚମକୁଥିବା ମଣି ଏବଂ ଗୋଟେ ସୁନ୍ଦର ଶାମୁକା। ରାଣୀ ଏକ ଗୁପ୍ତ ନଗରୀ ଦିଗରେ ଇଙ୍ଗିତ କରି କହିଲା, ଆମର ଏ ଗୁପ୍ତ ସଂସାର କେବଳ ଅଦ୍ଭୁତ ଦୁନିଆର ପ୍ରାଣୀମାନେ ହିଁ ଦେଖିପାରନ୍ତି। ଏଠାରେ ମୁଁ ଏବଂ ମୋ ସାଙ୍ଗ ଜଳପରୀମାନେ ହିଁ ରୁହନ୍ତି। ଏଠାରେ ଆମେ ମଣିଷ ରୂପ ନେଇ ଲୋକମାନଙ୍କ ସହ ମିଶି ରହୁ। ତୁ ଆମର ଏହି ଦୁନିଆକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥାଉ। ଆଶ୍ଚର୍ଯ୍ୟ ହୋଇ ତା ଚାରିପାଖକୁ ଦେଖୁଥିଲା। ସେ ଦେଖିଲା ଯେ ଜଳପରୀମାନେ ତାକୁ ଦେଖି ବହୁତ ଖୁସି ହେଉଥିଲେ। ସେମାନଙ୍କ ମଧ୍ୟରୁ ତା ପାଖକୁ ଆସି ବନ୍ଧୁତାର ହାତ ବଢ଼ାଉଥିଲେ। ଚିକି ଜାଣିଲା ଯେ ପ୍ରକୃତ ବନ୍ଧୁତାରେ ସବୁବେଳେ ବିଶ୍ୱାସ ଏବଂ ଭରସା ଥାଏ। ଏହି ଅଦ୍ଭୁତ ଜଗତରେ ବୁଲିଲାବେଳେ ଚିକି ଏବଂ ରାଣୀଙ୍କ ମଧ୍ୟରେ ବହୁତ ନିବିଡ଼ ବନ୍ଧୁତା ଗଢ଼ି ଉଠିଲା। ଚିକିକୁ କହିଲା, ଏହି ଗୁପ୍ତ ନଗରୀର ରହସ୍ୟ କେବଳ ତୁମ ମୋ ଭିତରେ ରହିଲା। ମିତ୍ରତାର ସବୁଠୁ ବଡ଼ ଜିନିଷ ଏହା ତୁମେ ପ୍ରମାଣ କରିଦେଇଛ। ଏହି ଦୁନିଆର ସୌନ୍ଦର୍ଯ୍ୟ, ରହସ୍ୟ ତୁମକୁ ସବୁବେଳେ ପ୍ରେରଣା ଦେବ। ଯେତେବେଳେ ଚିକି ଜଳରୁ ବାହାରିଲା, ତାର ହୃଦୟ ଖୁସିରେ ଭରି ଉଠିଲା। ସେ ରାଣୀକୁ ଧନ୍ୟବାଦ ଦେଲା। କହିଲା ଯେ ଏହି ସୁନ୍ଦର ଦୁନିଆକୁ ସବୁବେଳେ ମୋ ହୃଦୟରେ ସାଇତି ରଖିବି ବୋଲି ପ୍ରତିଜ୍ଞା ଦେଲି। ଏହି କାହାଣୀରୁ ଆମେ ଶିଖିଲେ ଯେ ବନ୍ଧୁତା ଭିତରେ ଭରସା ଏବଂ ବିଶ୍ୱାସ ନିହାତି ରହିବା ଦରକାର।